କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ ଆଜିର ଭିଡିଓରେ ବାୟୁମଣ୍ଡଳ ବିଷୟରେ କଥା ହେବା। ବାୟୁମଣ୍ଡଳ ହେଉଛି ପୃଥିବୀକୁ ଘେରି ରହିଥିବା ଗ୍ୟାସର ସ୍ତର, ଯାହା ଜୀବନ ବଜାୟ ରଖିବା ପାଇଁ ଅତ୍ୟାବଶ୍ୟକ। ଏହା ପୃଥିବୀ ପୃଷ୍ଠରୁ ପ୍ରାୟ 10,000 କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥାଏ। ଏହା ମହାକାଶରେ ପହଞ୍ଚିବା ସହିତ ଧୀରେ ଧୀରେ ପତଳା ହୋଇଯାଏ। ଅମ୍ଳଜାନ ଯୋଗାଇବା, ତାପମାତ୍ରା ନିୟନ୍ତ୍ରଣ କରିବା ଏବଂ କ୍ଷତିକାରକ ସୌର ବିକିରଣ ଏବଂ ଉଲ୍କା ପିଣ୍ଡରୁ ଗ୍ରହକୁ ସୁରକ୍ଷା ଦେବାରେ ବାୟୁମଣ୍ଡଳ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ବାୟୁମଣ୍ଡଳ ମୁଖ୍ୟତଃ ନାଇଟ୍ରୋଜେନ୍, ଅମ୍ଳଜାନ ଏବଂ ଅଳ୍ପ ପରିମାଣର ଆର୍ଗନ୍, କାର୍ବନ ଡାଇଅକ୍ସାଇଡ୍ ଏବଂ ଅନ୍ୟାନ୍ୟ ଗ୍ୟାସରେ ଗଠିତ। ଏହାକୁ 5ଟି ସ୍ତରରେ ବିଭକ୍ତ କରାଯାଇଛି। ଟ୍ରପୋସ୍ଫିୟର 0ରୁ 12 କିଲୋମିଟର ସର୍ବନିମ୍ନ ସ୍ତର, ଯେଉଁଠାରେ ବର୍ଷା, ଝଡ଼ ଏବଂ ମେଘ ଭଳି ପାଗ ଘଟଣା ଘଟେ। ଷ୍ଟ୍ରାଟୋସ୍ଫିୟର 12ରୁ 50 କିଲୋମିଟର ଓଜୋନ୍ ସ୍ତର ଧାରଣ କରେ, ଯାହା ସୂର୍ଯ୍ୟରୁ କ୍ଷତିକାରକ ଅଲ୍ଟ୍ରାଭାୟୋଲେଟ୍ ୟୁଭି କିରଣକୁ ଶୋଷଣ କରେ। ମେସୋସ୍ଫିୟର 50ରୁ 85 କିଲୋମିଟର ସବୁଠାରୁ ଥଣ୍ଡା ସ୍ତର, ଯେଉଁଠାରେ ଅଧିକାଂଶ ଉଲ୍କା ପ୍ରବେଶ କରିବା ସମୟରେ ପୋଡ଼ିଯାଏ। ତାପମଣ୍ଡଳ, ଯୋଉଟାକି 85ରୁ 600 କିଲୋମିଟର ଉଚ୍ଚ ତାପମାତ୍ରାର ଏକ ଅଞ୍ଚଳ, ଅରୋରା ଏବଂ ଉପଗ୍ରହର ବାସସ୍ଥାନ। ଏକ୍ସୋସ୍ଫିୟର 600ରୁ 10,000 କିଲୋମିଟର ବାହ୍ୟତମ ସ୍ତର, ଯାହା ଧୀରେ ଧୀରେ ମହାକାଶରେ ମିଶିଯାଏ। ପାଣିପାଗ, ଜଳବାୟୁ ନିୟନ୍ତ୍ରଣ ଏବଂ ଜଳଚକ୍ର ପାଇଁ ବାୟୁମଣ୍ଡଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତଥାପି ପ୍ରଦୂଷଣ, ଜଙ୍ଗଲ କ୍ଷୟ ଏବଂ ସବୁଜ ଗୃହ ଗ୍ୟାସ୍ ନିର୍ଗମନ ଭଳି ମାନବ କାର୍ଯ୍ୟକଳାପ ଜଳବାୟୁ ପରିବର୍ତ୍ତନ ଏବଂ ଓଜୋନ ହ୍ରାସ ଘଟାଉଛନ୍ତି, ଯାହା ଭବିଷ୍ୟତ ପିଢ଼ି ପାଇଁ ବାୟୁମଣ୍ଡଳୀୟ ସଂରକ୍ଷଣକୁ ଗୁରୁତ୍ୱପୂର୍ଣ୍ଣ କରିଥାଏ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟ ଲେଖିଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡିଓ ଟିକେ ଲାଇକ୍ କରିଦେବ, ଭିଡିଓ କାହା ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ଦେଖା ହେବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।